ଅଲ୍ ପୁରାଣ ଷ୍ଟୋରି। ଚିନ୍ତା କର ଏବଂ ଧନୀ ହୁଅ। ଖରାପ ସ୍ୱାସ୍ଥ୍ୟର ଭୟ। ଏହା ସିଧା ସମ୍ବନ୍ଧ ଭୌତିକ ଏବଂ ସାମାଜିକ ଉତ୍ତରାଧିକାରୀରେ କରାଯାଇପାରେ। ଯଦିଓ ସୁନ୍ଦର ସ୍ୱାସ୍ଥ୍ୟ ସମସ୍ତଙ୍କର ପ୍ରିୟ ହୋଇଥାଏ, ମାତ୍ର କେତେକ ଲୋକ ନିଜର ରୋଗରେ ଘାଣ୍ଟି ହେଉଥାଏ। ସାମାନ୍ୟ କାଶ ପାଇଁ ସେମାନେ ଏତେ ଚିନ୍ତିତ ହୋଇଯାଆନ୍ତି ଯେ ସତେ ଯେପରି ଟିବି ବା ନିମୋନିଆ ଧରିନେଲା। ଏପରି ଲୋକ ପ୍ରାୟ ନିଜର ରୋଗରେ ଆକ୍ରାନ୍ତ ରୁହନ୍ତି ନାହିଁ। ଯଦି କେହି କହିଦିଏ ଯେ ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍ ଅଛି, ତେବେ ଖରାପ ଭାବନ୍ତି। ଇଂରାଜୀରେ ଭୟ ଦ୍ୱାରା ଗ୍ରସିତ ଲୋକଙ୍କ ପାଇଁ ଶବ୍ଦ ହାଇପୋକ୍ରେଟିକ୍ ଅଟେ, ଯାହାର ମୂଳ ଅର୍ଥ କାଳ୍ପନିକ ରୋଗରେ ଗ୍ରସ୍ତ ଲୋକ। ଏହିମାନେ ହିଁ ଡାକ୍ତରଙ୍କୁ ପଇସା ଦିଅନ୍ତି। ବିନା କୌଣସି ରୋଗର ଔଷଧ ଖାଇବା ସେମାନଙ୍କର ସ୍ୱଭାବ ହୋଇଥାଏ। ସହର ବା ଦେଶରେ କୌଣସି ମହାମାରୀ ବ୍ୟାପିଲେ ସେମାନେ ଏଥିରେ ପ୍ରଥମେ ସମ୍ଭାବିତ ଶିକାର ହେବା ଭୟରେ ନିଜକୁ ରୋକିପାରନ୍ତି ନାହିଁ। ବସ୍ତୁତଃ ନିଜର କୌଣସି ନ୍ୟୁନତା ଛପାଇବାକୁ ସେମାନେ ବେମାରୀର ବାନା ଘୋଡ଼ାଇ ହୋଇ ରହନ୍ତି ଏବଂ ସବୁବେଳେ ଅନ୍ୟର ସହାନୁଭୂତିର ପାତ୍ର ହୋଇ ରହିବାକୁ ଚାହାନ୍ତି। ବେପାର ବା ପ୍ରେମରେ ଅସଫଳତା ଆଗକୁ ବଢ଼ି କୌଣସି କାର୍ଯ୍ୟ କରିବାର ଆଳସ୍ୟ ଏହି ଭୟ ଯୋଗୁଁ ହୁଏ। ଏପରି ଲୋକ ବେମାର ପଡ଼ିବାକୁ ତ ଚାହାନ୍ତି, ମାତ୍ର କେବେ ମରିବାକୁ ଚାହାନ୍ତି ନାହିଁ। କେବଳ ଶାରୀରିକ ଅକ୍ଷମତା ବା ବୃଦ୍ଧତ୍ୱର ଭୟ ତାଙ୍କର ସେହି ମୃତ୍ୟୁ ଭୟ ସହିତ ଯୋଡ଼ି ହୋଇ ସେମାନଙ୍କୁ ଆହୁରି ହାସ୍ୟାସ୍ପଦ କରାଇଦିଏ। ସେମାନଙ୍କର ପ୍ରଧାନ ଲକ୍ଷଣ ନିମ୍ନରେ ଦିଆଗଲା। ଏହାକୁ ଚିହ୍ନିବା କୌଣସି ମୁସ୍କିଲ କାମ ନୁହେଁ। ଖରାପ ସ୍ୱାସ୍ଥ୍ୟ ଭୟରେ ଆକ୍ରାନ୍ତ ଲୋକଙ୍କ ଲକ୍ଷଣ। ସ୍ୱତଃ ପ୍ରେରଣା। ସେମାନଙ୍କ ଭିତରେ ସ୍ୱତଃ ପ୍ରେରଣା ସବୁବେଳେ ଋଣାତ୍ମକ ରୂପେ କାର୍ଯ୍ୟରତ ରହିଥାଏ। ଭଲ ସ୍ୱାସ୍ଥ୍ୟ ଥାଇ ମଧ୍ୟ ସେମାନଙ୍କ ଦେହରେ ଜ୍ୱରର ଆଭାସ ହୋଇପାରେ, କାରଣ ଭିତରୁ ଏହା ସବୁବେଳେ ବତାଇ ଦେଉଥାଏ ଯେ ଦେହ ଗରମ ହେଉଛି। ସେମାନେ ପ୍ରତ୍ୟେକ ପ୍ରକାର ଚିକିତ୍ସା ପ୍ରୟୋଗ କରନ୍ତି ଏବଂ କେବେ କେବେ ନିଜର କଳ୍ପିତ ବେମାରର ଆନନ୍ଦ ନେଉଥାନ୍ତି। କାଳ୍ପନିକ ବେମାରୀର ବାନା ଘୋଡ଼ାଇ ହେବା। ଏହି ଲୋକଙ୍କୁ ହାଇପୋକ୍ରେଟିକ୍ କୁହାଯାଏ। ସବୁଠାରୁ ଅଧିକ ମଜା ଏମାନଙ୍କୁ କାଳ୍ପନିକ ରୋଗ ଏବଂ ତାର ଭୟାବହତା ବିଷୟରେ କଥାବାର୍ତ୍ତାରୁ ମିଳିଥାଏ। ସେମାନେ ନିଜର ସ୍ନାୟୁକୁ ଏତେ କମଜୋର କରି ନିଅନ୍ତି ଯେ ବେଳେବେଳେ ଏହି କାଳ୍ପନିକ ରୋଗ ସେମାନଙ୍କୁ ସତରେ ଧରିନିଏ। ବ୍ୟାୟାମ ବିମୁଖତା। ଏପରି ଲୋକ କେବେ କୌଣସି ବ୍ୟାୟାମ କରିବାକୁ ଚାହାନ୍ତି ନାହିଁ, କାରଣ ସେମାନେ ଭାବନ୍ତି ବ୍ୟାୟାମ ଦ୍ୱାରା ସେମାନଙ୍କ ରୋଗ ଆହୁରି ବଢ଼ିଯିବ। ଘରେ ପଡ଼ି ରହିବା ଏବଂ ଔଷଧ ବାବଦରେ ପଢ଼ିବା ବା ଚର୍ଚ୍ଚା କରିବା ଏମାନଙ୍କ ଟାଇମ୍ ପାସ୍ ହୋଇଯାଏ। ରୋଗ ପ୍ରବଣତା। ଖରାପ ସ୍ୱାସ୍ଥ୍ୟର ଭୟ ସେମାନଙ୍କୁ ଏତେ କଷ୍ଟ ଦିଏ ଯେ ସେମାନଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମ୍ ହୋଇଯାଏ ଏବଂ ସେମାନଙ୍କ ଶରୀର ପ୍ରକୃତରେ ରୋଗଗ୍ରସ୍ତ ହୋଇଯାଏ। ଯଦି ସର୍ଦ୍ଦି ବଢ଼ିଲା ତ ଶୀଘ୍ର ସେମାନେ ସର୍ଦ୍ଦି, କାଶ, ଜ୍ୱରର ଶିକାର ହୋଇଯାଆନ୍ତି। ପୁଣି ବେମାରୀର ଭୟ ସେମାନଙ୍କ ଗରିବୀ ଭୟକୁ ବଢ଼ାଇ ଦିଏ, କାରଣ ତାଙ୍କୁ ଜଣାପଡ଼େ ତେବେ ଡାକ୍ତରଙ୍କ ଫିସ୍ ଏବଂ ଔଷଧ ବିଲ୍ ସେମାନଙ୍କୁ ଗରିବ କରିଦିଏ। କେବେ କେବେ ତ ସେମାନେ ନିଜର ସଂସ୍କାର କ୍ରିୟା ଖର୍ଚ୍ଚକୁ ନେଇ ଉଦାସ ହୋଇଯାଆନ୍ତି, ଯଦିଓ ସେମାନଙ୍କର ରୋଗ ଅସାଧ୍ୟ ନୁହେଁ। ନିଜ ପ୍ରତି ଦୟା। ଏହା ଏକ ସ୍ପଷ୍ଟ କାରଣ ଯାହାର ବ୍ୟାଖ୍ୟାର ଆବଶ୍ୟକତା ନାହିଁ। ମାନସିକ ରୂପେ ରୋଗଗ୍ରସ୍ତ ହୋଇ ସେମାନେ ନିଜ କାମରୁ ପଳାୟନ କରନ୍ତି, ପୁଣି କୁହନ୍ତି ଏ ରୋଗ କାରଣରୁ ମୁଁ ନିକମା ହୋଇଗଲି। କେବେ କେବେ ସେମାନେ ନିଜ ପ୍ରତି ଦୟା ଦେଖାଇ ଅନ୍ୟର ସହାନୁଭୂତି ଅର୍ଜନ କରିବାକୁ ଚାହାନ୍ତି, କାରଣ ସେମାନଙ୍କୁ ଜଣାପଡ଼େ ଯେ ସେମାନେ ଅନ୍ୟର ଧ୍ୟାନ କୌଣସି ପ୍ରକାର ନିଜ ଆଡ଼କୁ ଆକର୍ଷଣ କରିପାରିବେ ନାହିଁ। ସଂଯମର ଅଭାବ। ଏପରି ଲୋକ ତରବର ହୋଇ କାମ କରନ୍ତି, କିନ୍ତୁ
କୌଣସି କାମ ସ୍ଥିର ଚିତ୍ତ ହୋଇ କରିପାରନ୍ତି ନାହିଁ। ସଂଯମର ତ ଅଭାବ ଥାଏ। ଏଥିପାଇଁ ପ୍ରାୟ ଏମାନେ ମଦ ଇତ୍ୟାଦି ଅଧିକ ସେବନ କରନ୍ତି ଏବଂ ନିଜର ସ୍ୱାସ୍ଥ୍ୟ ଅଧିକ ଖରାପ କରନ୍ତି। ପ୍ରତ୍ୟେକ କାର୍ଯ୍ୟରେ ତରତର ହୁଅନ୍ତି। ଯଦି କୌଣସି ଔଷଧ ପାନେ ଦୁଇ ପାନରେ ଭଲ ନ ହେଲା, ଏମାନେ ପୁଣି ଅନ୍ୟ ଔଷଧ ନେବା ଆରମ୍ଭ କରିଦିଅନ୍ତି। ଔଷଧ ବିଷୟରେ ବିଜ୍ଞାପନ ପଢ଼ିବା ଏମାନଙ୍କର ମନ ବିନୋଦନ କାର୍ଯ୍ୟ ହୋଇଥାଏ। ପ୍ରେମିକ ବା ପ୍ରେମିକା ହରାଇବାର ଭୟ। ଏହି ଭୟ ବହୁ ବିବାହ ପ୍ରବୃତ୍ତିରେ ବିଦ୍ୟମାନ ଥାଏ। ଏମାନେ ଅନ୍ୟର ପ୍ରେମିକକୁ ମନରେ ଭେଦଭାବ ଉତ୍ପନ୍ନ କରିବା ଚେଷ୍ଟା କରନ୍ତି। ଅତଃ ଏମାନଙ୍କୁ ଭୟ ଲାଗି ରହେ ଯେ ତାର ପ୍ରତିଦ୍ୱନ୍ଦ୍ୱୀ ଏପରି କରୁନାହିଁ ତ। ଏହି ଭୟର ଅଧିକତା ଈର୍ଷାର ଜନନୀ ହୋଇଥାଏ। ଏପରି ଭୟ ମହିଳାମାନଙ୍କଠାରେ ଅଧିକ ଦେଖିବାକୁ ମିଳେ। ଏଥିପାଇଁ ସୌତୁଣୀ ଈର୍ଷା ସହଜରେ ସୃଷ୍ଟି ହୁଏ। ଯଦି ତାଙ୍କର ପତି କୌଣସି ମହିଳା ସହିତ ଘନିଷ୍ଠତାର ସହିତ କଥା ହୁଏ, ତାଙ୍କୁ ଜଣାପଡ଼େ ଯେ ସେ ତାଙ୍କୁ ଛାଡ଼ିଦେଲେ। ପ୍ରେମିକା ବା ପ୍ରେମିକ ହରାଇବା ଭୟର କାରଣ ଈର୍ଷା। ଏପରି ବ୍ୟକ୍ତିଠାରେ ଏହା ଅଧିକ ଦେଖାଯାଏ। ସର୍ବପ୍ରଥମେ ଶକ୍ ସୃଷ୍ଟି ହୁଏ ଏବଂ ଏହା ସନ୍ତୁଷ୍ଟି ନ ହେଲେ ମଧ୍ୟ ଏହି ବିଶ୍ୱାସରେ ଦୃଢ଼ ରହେ ନିଶ୍ଚୟ କିଛି ଗଡ଼ବଡ଼ ଅଛି। ଏପରି ବ୍ୟକ୍ତି ବିଶ୍ୱାସ କରିଯାଏ ବା ନିଜର ସଚ୍ଚୋଟ ପ୍ରେମିକା ସହିତ ବିନା କାରଣରେ ରୁଷିବାକୁ ଲାଗେ। ଶକ୍ ବା ସନ୍ଦେହ କରିବା ଏପରି ଲୋକଙ୍କ ସ୍ୱଭାବର ଏକ ଏକୀକୃତ ଅଂଶ ଅଟେ। ଛିଦ୍ରାନ୍ୱେଷଣ କରିବା କେବଳ ପ୍ରେମିକା ନୁହନ୍ତି। ଏପରି ବ୍ୟକ୍ତି ନିଜର ମିତ୍ର, ସମ୍ବନ୍ଧୀୟ, ବ୍ୟାପାରିକ ସହଯୋଗୀ ଇତ୍ୟାଦିଙ୍କ ଜୀବନରେ ଈର୍ଷାନ୍ୱିତ ହୋଇ ତାଙ୍କର ଦୁର୍ବଳତା ଅନ୍ୱେଷଣ କରନ୍ତି। ଯଦି କୌଣସି ଦୁର୍ବଳତା ଦୃଷ୍ଟିକୁ ନ ଆସିଲେ ବି ତେବେ ଏପରି ଘଟଣାକୁ ଉଜାଗର କରିବାର ପ୍ରୟାସ କରନ୍ତି ଯେ କାମୀଙ୍କ ଆଭାସ ହେବାକୁ ଲାଗେ। ବିନା କାରଣରେ ଛିଦ୍ରାନ୍ୱେଷଣ ଏପରି ଲୋକଙ୍କର ହୀନଭାବନାର ତୀବ୍ରତାକୁ ଶାନ୍ତ କରିବାକୁ ହିଁ ହୋଇଥାଏ। ଜୁଆବାଜି, ଚୋରି, ବେଇମାନୀ ଏବଂ ଏହିପରି ଅନୈତିକ କାମର ପ୍ରୟୋଗ ଏହି ଲୋକ ତାଙ୍କ ପାଇଁ କରନ୍ତି ଯେ ନିଜର ପ୍ରିୟକୁ ଧନ ବା ଦାମୀ ଉପହାର ଦେଇ ଦୂରେଇ ଯିବା ବା ହରାଇବାରୁ ବଞ୍ଚାଇ ପାରିବେ। ଏମାନଙ୍କ ମନରେ ଏହି ପ୍ରବଳ ଧାରଣା ରହେ ଯେ ବୋଧହୁଏ ପ୍ରେମକୁ ଭର୍ତ୍ତି କରି ସୁରକ୍ଷିତ ରହିପାରିବେ। ନିଜର କ୍ଷମତାଠାରୁ ଅଧିକ ପ୍ରେମିକା ଉପରେ ପଇସା ଉଡ଼ାଇବା ପାଇଁ ଆଦତ ଏମାନଙ୍କୁ ବ୍ୟତିବ୍ୟସ୍ତ କରେ, ମାତ୍ର ସେଥିରେ ସେମାନେ ସଫଳ ହୁଅନ୍ତି ନାହିଁ। ଏହି କାରଣରୁ ଅନିଦ୍ରା, ଘୋଡ଼ାହଟ, ଅନିର୍ଣ୍ଣୟାତ୍ମକତା, ଆତ୍ମସଂଯମର ଅଭାବ ଏବଂ ଚିଡ଼ଚିଡ଼ା ସ୍ୱଭାବର ଶୀଘ୍ର ଶିକାର ହୋଇଯାନ୍ତି। ବୃଦ୍ଧ ହେବାର ଭୟ। ଏହି ଭୟର ଦୁଇ ପ୍ରମୁଖ ସ୍ରୋତ ହୋଇଥାଏ। ଏକ ତ ସ୍ପଷ୍ଟ ଅଟେ, ବୃଦ୍ଧ ହେବା ପରେ ଅସହାୟ, ପରନିର୍ଭର, ଏଥିପାଇଁ ଦିନହୀନ ବା ଗରିବ ହେବା ନିଶ୍ଚିତ ଏବଂ ଅନ୍ୟଟି ନିଜ ଅତୀତର ଅନୁଭବ, ଯେତେବେଳେ ସେମାନେ ବୃଦ୍ଧଙ୍କ ସହିତ ଭଲ କଥାବାର୍ତ୍ତା କରି ନଥିଲେ। ସେଥିପାଇଁ ନିଜ କାର୍ଯ୍ୟ ସେମାନଙ୍କୁ ନିଜ କାର୍ଯ୍ୟ ପାଇଁ ଡର ଲାଗେ, କାରଣ ସେ କର୍ତ୍ତବ୍ୟ ତାଙ୍କ ପାଖକୁ ଆସିଯିବ। ଏହି କାରଣରୁ ଗରିବୀ ଏବଂ ଅସହାୟତା ଆକ୍ରାନ୍ତ କରେ। ସେମାନଙ୍କୁ ଜଣାଯାଏ ଏ ପର୍ଯ୍ୟନ୍ତ ସେ ଯାହା ପାଇଛନ୍ତି ତାହା ତାଙ୍କ ପାଖରୁ ଚାଲିଯିବ ଏବଂ ସେ ପୁଣି ଗରିବ ହୋଇଯିବେ। ନିଜର ଅହଙ୍କାର କାରଣରୁ ଏହି ଭୟ ତାଙ୍କୁ ଦୁଃଖ ପହଞ୍ଚାଏ। ଏଥିପାଇଁ ଅଧିକାଂଶ ଲୋକ ବୃଦ୍ଧାବସ୍ଥାକୁ ଏକ ଅଭିଶାପ ସ୍ଥିତି ବୋଲି ମାନନ୍ତି। ପ୍ରାୟ ଏ ଲୋକ ଏପରି କୁହନ୍ତି, କ'ଣ କରିବି, ଏବେ ବୃଦ୍ଧାବସ୍ଥା ଆସିଗଲା ବା ମୁଁ ବୁଢ଼ା ହୋଇଗଲି। ସେମାନଙ୍କର କେବେ ବିଶ୍ୱାସ ହୁଏ ନାହିଁ ଯେ ଏବେ ସେମାନେ ଅଧିକ ବୁଦ୍ଧିମାନ ଓ ପରିପକ୍ୱ ହୋଇଗଲେଣି। ସେମାନେ ନିଜର ଅକ୍ଷମତାକୁ ଏହି ଭୟ ଆଢ଼ୁଆଳରେ ଛପାଇବାକୁ ଚାହାନ୍ତି, ମାତ୍ର ମନେ ମନେ ଏ ଅବସ୍ଥାକୁ ଠିକଣା କରାଇବାକୁ ଚୁପଚାପ କ୍ଲିନ ଏବଂ ପ୍ରସାଧନ କରିବାରେ ରହନ୍ତି, ଯାହା ସେମାନଙ୍କ ବୃଦ୍ଧତ୍ୱକୁ ଛପାଇ ରଖିବ। ଏହି ପ୍ରବୃତ୍ତିର
ଆଧିକ୍ୟ ସେମାନଙ୍କୁ ଅନେକ ଥର ଉପହାସ ଏବଂ ତିରସ୍କାରର ଶିକାର କରାଏ। ମାତ୍ର ସେମାନେ ଏଥିରୁ ହଟିବାର ନାଁ ଧରନ୍ତି ନାହିଁ। ଶାଳୀନତାର ସହିତ ବୃଦ୍ଧ ହେବା ସେମାନଙ୍କୁ କେବେ ସ୍ୱୀକାର୍ଯ୍ୟ ହୁଏ ନାହିଁ। ମୃତ୍ୟୁର ଭୟ। ମୃତ୍ୟୁର ଭୟ ପ୍ରତ୍ୟେକ ଜୀବଧାରାର ଏକ ସ୍ୱାଭାବିକ ଦୁର୍ବଳତା ହୋଇଥାଏ। ଯେତେ ଅସହାୟ ଅବସ୍ଥା ହେଲେ ବି କେହି ମରିବାକୁ ଚାହେଁ ନାହିଁ। ମଜା କଥା ଯେତେ ଯେତେ ଭୟ ଗ୍ରସ୍ତ ହେବ ତା ମନରେ ଏହି ଭୟ ତୀବ୍ରତର ହୋଇଯାଏ। କାରଣ ଶ୍ରେଷ୍ଠ ଯେତେବେଳେ ଯିଏ ସୁଖର ନୂଆ ନୂଆ ସାଧନ କରିଚାଲେ ତାର ଜୀବନ ଅଧିକ ସୁଖକର ଲାଗେ। ସେଥିପାଇଁ ତାର ସବୁଠାରୁ ବଡ଼ ଇଚ୍ଛା ଏଇଆ ରହିବା କଥା ଯେ କିପରି ମୃତ୍ୟୁକୁ ହଟାଇ ହେବ। ସାରା ଧର୍ମଶାସ୍ତ୍ର ଅମରତାର କେତେକ ନକ୍ସା ବତାଇଛନ୍ତି, ମାତ୍ର କାହା କଥା ଠିକ୍ ହୋଇନାହିଁ। ସତ୍ୟ କଥା ହେଲା ଆପଣଙ୍କର ମୃତ୍ୟୁ ସହିତ କେବେ ସାକ୍ଷାତ ହୋଇନାହିଁ। ଯେ ପର୍ଯ୍ୟନ୍ତ ନିଶ୍ୱାସ ଚାଲୁଛି ସେ ପର୍ଯ୍ୟନ୍ତ ମୃତ୍ୟୁ ଦୂରରେ ଅଛି। ଯେତେବେଳେ ଶରୀରରେ ମୃତ୍ୟୁର ପ୍ରବେଶ ହୁଏ ଆପଣ ସେଥିରେ ନଥିବେ। ତଥାପି ମୃତ୍ୟୁର ଭୟ ସମସ୍ତଙ୍କ ଉପରେ ସବାର ଅଛି। ଲକ୍ଷ ଲକ୍ଷ ଦେବତା ଏବଂ ଈଶ୍ୱରଙ୍କୁ କଳ୍ପନା ଏଥିପାଇଁ କରାଯାଇଛି ଯେ ପ୍ରତ୍ୟେକଙ୍କ ଆଶା ସେମାନେ ମୃତ୍ୟୁଠାରୁ ବଞ୍ଚାଇବେ। ଏହା ସେହି ଯକ୍ଷ ପ୍ରଶ୍ନ ଯାହା ସମସ୍ତଙ୍କୁ ଜ୍ଞାତ ଅଛି। ମୃତ୍ୟୁଠାରୁ କେହି ବଞ୍ଚିପାରିବେ ନାହିଁ। ମାତ୍ର ସମସ୍ତେ ଯେପରି ଜୀଇଛନ୍ତି, ଯେପରି ସେମାନେ କେବେ ମରିବେ ନାହିଁ। ସମସ୍ତ ମାନବତାର ବିକାଶର ଏକ ହିଁ ଲକ୍ଷ୍ୟ ବିନ୍ଦୁ ଆମରଣ ପ୍ରାପ୍ତି। ସେଥିପାଇଁ ପ୍ରକାର ପ୍ରକାର ଚିକିତ୍ସା ପଦ୍ଧତି ବାହାରୁଛି ଏବଂ ପ୍ରକାର ପ୍ରକାର ବ୍ୟବହାର ହେଉଛି। ଯେତେବେଳେ ଜଣାଗଲା ମୃତ୍ୟୁ ଅବଶ୍ୟମ୍ଭାବୀ ଏବଂ ଅପରିହାର୍ଯ୍ୟ ଅଟେ ତ ମୃତ୍ୟୁ ପରିସ୍ଥିତି ସମ୍ପର୍କରେ କଳ୍ପନା ହେବାକୁ ଲାଗିଲା ତଥା ସ୍ୱର୍ଗ ଏବଂ ନରକର ସୃଷ୍ଟି ହେଲା। ସ୍ୱର୍ଗ ଓ ନରକ ମାନବ କଳ୍ପନାର ହିଁ ପ୍ରତିଫଳ ଅଟେ। କୌଣସି ବାସ୍ତବିକ ସତ୍ତା ନାହିଁ। ଆଜି ପର୍ଯ୍ୟନ୍ତ କେହି ସ୍ୱର୍ଗ ଏବଂ ନରକ ଦେଖିନାହାନ୍ତି। କେବଳ ତା ବିଷୟରେ ପଢ଼ିଛନ୍ତି। ମାତ୍ର ତା ବିଷୟରେ ବୋଧହୁଏ ପ୍ରତ୍ୟେକ ଧର୍ମ ସମାଜରେ ଉଲ୍ଲେଖ ମିଳେ। ବସ୍ତୁତଃ ଏହି ଭୟ ନିରାଧାର ଅଟେ। ମୃତ୍ୟୁ ନିଶ୍ଚୟ ଆସିବ। ଯିଏ ଜନ୍ମ ନେଇଛି ସେ ମରିବ। ଏହି ବିଶ୍ୱକୁ ମୃତ୍ୟୁଲୋକ ଏଥିପାଇଁ କୁହାଯାଏ ଯେ ଏହା ସୃଷ୍ଟିର ନିୟମ। ଯେ ପର୍ଯ୍ୟନ୍ତ ଜୀଇବା ସୁଖରେ ଜୀଇବା, ସାଧନ ସମ୍ପନ୍ନ ହୋଇ ଅମୀର ହୋଇ ଜୀଇବା ପାଇଁ ଚେଷ୍ଟା କରିବା ଉଚିତ। ଜୀବନ ପଦାର୍ଥ ଏବଂ ଊର୍ଜାର ସଙ୍ଗମରେ ତିଆରି ହୁଏ। ପଦାର୍ଥ ଏବଂ ଊର୍ଜା ଦୁହେଁ ଅଲଗା ଅଲଗା ଅବିନାଶୀ ଅଟେ। ମାତ୍ର ତାଙ୍କର ସଂଯୋଗରେ ନିର୍ମିତ ପିଣ୍ଡ ନାଶବାନ ଅଟେ, କାରଣ ଏହା ଅନ୍ୟ ରୂପରେ ପ୍ରକଟ ହୁଏ। ସୃଷ୍ଟିର ନିୟମ ହେଲା ପରିବର୍ତ୍ତନ। କେବଳ ଈଶ୍ୱରଙ୍କ ଅସ୍ତିତ୍ୱ ଅବିନାଶୀ ନୁହେଁ କି ଅପରିବର୍ତ୍ତନୀୟ ନୁହେଁ। ସେଥିପାଇଁ ଉର୍ଦ୍ଦୁ ଆରବୀ ଭାଷାରେ ମୃତ୍ୟୁ ପାଇଁ ଏକ ଶବ୍ଦ ଅନ୍ତକାଳ ଅଟେ, ଯାହାର ମୂଳ ଅର୍ଥ ଲୋକ ପରିବର୍ତ୍ତନ ବା ଗୋଟିଏ ଦୁନିଆରୁ ଅନ୍ୟ ଦୁନିଆରେ ପହଞ୍ଚିବା। ମୃତ୍ୟୁକୁ ଚିରନିଦ୍ରା ବି କୁହାଯାଏ। ଚିରନିଦ୍ରା ଅର୍ଥାତ୍ ଦୀର୍ଘ ନିଦ୍ରା। ଏହା ସୁଷୁପ୍ତାବସ୍ଥା ଯେଉଁଥିରେ ସୁଖ ଦୁଃଖର ଆଭାସ ହୁଏ ନାହିଁ। ଅନୁଭବ କରାଯାଏ କି ଏକ ଅପରିବର୍ତ୍ତନୀୟ ଆନନ୍ଦ। ତେବେ ଏହାକୁ କରିବା କାହିଁକି, ଡରିବା କାହିଁକି? ମୃତ୍ୟୁ ଭୟର ଲକ୍ଷଣ। ଏପରି ଲୋକ ସବୁବେଳେ ମୃତ୍ୟୁ ବିଷୟରେ ଚିନ୍ତା କରୁଥାନ୍ତି। ସେମାନେ ଭାବନ୍ତି ଯେ ସେମାନେ ଚାଲିଗଲେ ପରିବାର ଲୋକ କିପରି ପ୍ରତିକ୍ରିୟା ଦେବେ, ସେମାନଙ୍କ ସ୍ତ୍ରୀ ପିଲା କିପରି ଏହି ଆଘାତକୁ ସହିବେ। ଏକଥା ଭାବି ଭାବି କଳ୍ପନାରେ ବି ଆଖିକୁ ଲୁହ ଗଡ଼ାନ୍ତି। ଏପରି ଲୋକଙ୍କ ପାଖରେ ଜୀଇବାର କୌଣସି ଉଦ୍ଦେଶ୍ୟ ନଥାଏ, ଉତ୍ସାହ ବି ନଥାଏ। ମୃତ୍ୟୁ ଭୟ ଯେତେ ତାଠାରୁ ବଡ଼ ହତିଆର ଏପରି ଇଚ୍ଛା ସୃଷ୍ଟି କରିବା। ଯଦି ଆପଣ ନିଜକୁ ବ୍ୟସ୍ତ ରଖିବେ ତେବେ ଋଣାତ୍ମକ ଚିନ୍ତା ଆସିବ ନାହିଁ। ଯଦି ଆପଣ ବେମାରରେ ଶୀଘ୍ର ଗ୍ରସିତ ହୁଅନ୍ତି ତେବେ ପ୍ରଥମେ ରୋଗକୁ ଦୂର କରିବାକୁ ଚେଷ୍ଟା କରନ୍ତୁ। ସନ୍ତୁଳିତ ଭୋଜନ କରନ୍ତୁ, ବ୍ୟାୟାମ କରନ୍ତୁ ଏବଂ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖନ୍ତୁ। ମନେ ରଖନ୍ତୁ, ପ୍ରଥମ ସୁଖ ନିର୍ମଳ ସ୍ୱାସ୍ଥ୍ୟ ହୋଇଥାଏ। ଯଦି ଆପଣ ଏହି ଦୁର୍ବଳତାରୁ ରକ୍ଷା ପାଇବେ ତେବେ ମୃତ୍ୟୁ ଭୟ ସ୍ୱତଃ ହିଁ ସମାପ୍ତ ହୋଇଯିବ। ଏହି ସନ୍ଦର୍ଭରେ ଏକ ଦୃଷ୍ଟାନ୍ତ ଏକ ରୋଚକ ସିଦ୍ଧ ହେବ। ଥରେ ମୁଁ କେତେକ ଫାଶୀ ପାଇବାକୁ ଥିବା
ବୈରୀଙ୍କୁ ସାକ୍ଷାତକାର କରିବାକୁ ଯାଇଥିଲି। ସେମାନେ 8 ଜଣ ଥିଲେ ଏବଂ ଶୀଘ୍ର ସେମାନଙ୍କୁ ଫାଶୀ ଦିଆଯିବାର ଥିଲା। ମୁଁ ପ୍ରଥମେ ସେହି ବ୍ୟକ୍ତିର ଇଣ୍ଟରଭ୍ୟୁ ନେଲି ଯାହାର ସେହିଦିନ ସନ୍ଧ୍ୟାରେ ହିଁ ଫାଶୀ ଦିଆଯିବାର ଥିଲା। ଯେତେବେଳେ ମୁଁ ତାଙ୍କ କୋଠରୀକୁ ଗଲି ତ ତାଙ୍କର ସୁଖନିଦ୍ରା ସନ୍ତୋଷ ଏବଂ ଆହ୍ଲାଦପୂର୍ଣ୍ଣ ଥିଲା। ମୁଁ ଆଶ୍ଚର୍ଯ୍ୟ ହେଲି। ମୁଁ ଭାବିଲି, ଏହି ବ୍ୟକ୍ତି ଯିଏ କାଲିର ସକାଳ ଦେଖିବ ନାହିଁ, ଏତେ ନିଶ୍ଚିନ୍ତ ଏବଂ ପ୍ରସନ୍ନ କିପରି ହୋଇପାରେ? ଆହୁରି କିଛି କଥା ହେବା ପରେ ମୁଁ ଏହି ପ୍ରଶ୍ନ ତାଙ୍କ ସାମ୍ନାରେ ରଖିଲି। ପ୍ରଶ୍ନ ଶୁଣି ସେ ହସିଲେ ଏବଂ କହିଲେ, ମୋର ଅତୀତ ହୋଇଥିବା ପ୍ରତ୍ୟେକ ଦିନ ମୋ ମୃତ୍ୟୁର ଅବସାଦ ହିଁ ଥିଲା। ଜଣା ନଥିଲା କିପରି ନିଜର ପେଟ ଭରିବି, ନିଜ ପରିବାରର ପାଳନ ପୋଷଣ କରିବି। ଏହିପରି କଷ୍ଟସାଧ୍ୟ କର୍ତ୍ତବ୍ୟରେ ପେଶୀ ହୋଇ ହୋଇ ଯାଉଥିଲି। ଦିନଟିଏ ବି ଚିନ୍ତା ରହିତ ହୋଇପାରିଲି ନାହିଁ। ଗୋଟିଏ ଚିନ୍ତା ଶେଷ ହେଲା ତ ତା ସ୍ଥାନରେ ଦୁଇଟା ଚିନ୍ତା ଠିଆ ହୋଇଯାଉଥିଲା। ଏବେ ଯେତେବେଳେ ମୁଁ ମରିଯିବି, ଆଉ କୌଣସି ଜଞ୍ଜାଳ ରହିବ ନାହିଁ। ଏପରି ସ୍ଥିତି ତ ମୋତେ ଜୀବନରେ କେବେ ବି ପ୍ରାପ୍ତ ହୋଇନାହିଁ। ଏ ମୃତ୍ୟୁ ଏକ ଶାନ୍ତିର ନାମ ନୁହେଁ କି? ମୁଁ ତ ଏହା ଭାବୁଛି ଏବଂ ପ୍ରସନ୍ନ ଅଛି।